ଦେଖନ୍ତୁ ପ୍ରତ୍ୟେକ କଥାରେ ଆପଣ ଉଦାହରଣ ଦିଅନ୍ତିନି। ଏଇ ମୋ ବୋଉ ଯେଉଁ ଭର୍ତ୍ତା ଚକଡ଼ି ଦେଉଥିଲା ନା, ଓଃ କି ଟେଷ୍ଟି, ଆମେ ସେମିତି ଚକଡ଼ିଲେ ହେଉନି। ଆଉ ମୋ ବୋଉ ଯେଉଁ ବଡ଼ି ଚୁରି ଦେଉଥିଲା ନା, ରସୁଣ ଟିକେ କଞ୍ଚା ଲଙ୍କା ପଡ଼ି, କି ଚାଙ୍ଗା, ଆମର ଖାଲି ବତୁରିଲା ବାଗିଆ ହେଇଯାଉଛି। ତାର କ'ଣ ମୁସୁ ମୁସୁ ଲାଗୁଥିଲା, କି ଚାଙ୍ଗା। ମୋ ବୋଉ ଯେଉଁ ସଜନା ଶାଗ ଭାଜି ଦେଉଥିଲା, ଓଃ କି ସୁନ୍ଦର, ସେଇ ରସୁଣ କମ୍ ତେଲ ପକେଇ କରିଦେଉଥିଲା। କିନ୍ତୁ ଆମକୁ ବହୁତ ତେଲ ପକେଇଲେ ଭଲ ଲାଗୁନି, ରାୟା ହେଇଯାଉଛି। ଆଉ ସେ ଯେଉଁ ମାଛ ନା, ମାଗୁର ମାଛ ଆଉ ସଜନା ଛୁଇଁ ଆଳୁ ଝୋଳ, ସୋରିଷ ବାଟଣ ଦେଇ ମୋ ବୋଉ ତରକାରୀ କରିଦେଉଥିଲା, କି ସୁନ୍ଦର। କିନ୍ତୁ ଆମେ ଯେତେ ମସଲା ଦେଲେ ବି ଅଲଗା ମସଲା ହେଉନି। ଚିନ୍ତା କରନ୍ତୁ କାହିଁ କହିଲି ନା, ବୋଉ ଥିଲେ ମନେ ପଡ଼େ, ବୋଉ ସ୍ୱର୍ଗବାସୀ ହେଲା ପରେ ବି ମନେ ପଡ଼େ। କାରଣ ବୋଉ କେବେ ବି ଆମକୁ ଛାଡ଼ିକି ଯାଇନି, କି ଯାଇନଥିଲା, କି ଏବେ ବି ଯାଇନି। ବିଶ୍ୱାସ କରିବେନି, ସବୁବେଳେ ସବୁ କିଛି ଭୁଲିଯିବେ, କିନ୍ତୁ ଉଦାହରଣ ବୋଉକୁ ନେଇ କେବେ ବି ଭୁଲି ପାରିବେନି। ଆଉ ଯଦି ଆପଣ କହୁଛନ୍ତି ତାହେଲେ ଭାଇ ଲାଇକ୍ ଦେବାକୁ କେବେ ଭୁଲିବେନି। ଏଇଟା ହେଉଛି ମୋ ବୋଉର କଥା। ଆପଣମାନଙ୍କ ବି ମନେ ଥିବ ଆପଣଙ୍କ ବୋଉ କଥା। ହେଲା।